ପ୍ରତିଦିନ ନିଜକୁ ଭଲ କାମ କରିବା ପାଇଁ ଚେଷ୍ଟା କରିବା ଓ ଜୀବନରେ ପ୍ରତି ମୁହୂର୍ତ୍ତ କିଛି କରିବା ପାଇଁ ନିଜକୁ ପ୍ରେରଣା ଦେବା ଓ ଜୀବନରେ କିଛି ପାଇବାକୁ ଆଶା ରଖିଲେ ଠିକ୍ ସମୟ ବାଛିବା ନାହିଁ। ଠିକ୍ ସମୟକୁ ଆମେ ଠିକ୍ ଭାବରେ ବ୍ୟବହାର କରି ଆଗକୁ ବଢ଼ିବା ଓ ଜୀବନରେ ପ୍ରତି ମୁହୂର୍ତ୍ତରେ ସଂଘର୍ଷ ସହିତ ଲଢ଼ିବାକୁ ପଡ଼ିବ ଓ ସେହି ପର୍ଯ୍ୟନ୍ତ ନ ପାଇବା ଯାଏ ନା ପ୍ରତି ମୁହୂର୍ତ୍ତରେ ଲଢ଼ିବାକୁ ପଡ଼ିବ। ସେ ପର୍ଯ୍ୟନ୍ତ ନ ପାଇଛ ସେ ପର୍ଯ୍ୟନ୍ତ ଲଢ଼ିବାକୁ ପଡ଼ିବ ଓ ଜୀବନ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଶିଖାଇଥାଏ। ସେଇ ଜିନିଷ ପାଇଁ ଶିଖିବା ଓ ଜୀବନରେ ପ୍ରତି ମୁହୂର୍ତ୍ତରେ ବଢ଼ିବାକୁ ଚେଷ୍ଟା କରିବା ଓ ଜୀବନରେ ପ୍ରତି ମୁହୂର୍ତ୍ତ କିଛି ନା କିଛି ଶିଖାଇଥାଏ ସମୟ ଆମକୁ। ସେଥିପାଇଁ ସମୟକୁ କେବେ ବି ଖରାପ କହିବା ନାହିଁ। ସମୟକୁ ଆମକୁ ଭଲ ବ୍ୟବହାର କରି ଆମକୁ ସମୟକୁ ଭଲ କରିବାକୁ ପଡ଼ିବ। ଆମେ ଆସୁଥିବା ସମୟକୁ ଭଲ କରିବାକୁ ପଡ଼ିବ। ଆମେ ଯେଉଁ ସମୟ ଚାଲିଯାଇଛି ସେ ସମୟକୁ ଛାଡ଼ି ଦେଇ ଆମେ ବର୍ତ୍ତମାନକୁ ବୁଝି ସମୟ ଭଲ ବ୍ୟବହାର କରିବା ଓ ସେହି ସମୟ ଆମେ ନିଶ୍ଚୟ ନିଜେ ଭଲ ହେବଲେ ଭଲ କାମ କରିଲେ ଆମେ ନିଶ୍ଚୟ ଭଲ ହେଇପାରିବା ଓ ଜୀବନରେ ପ୍ରତି ମୁହୂର୍ତ୍ତ ଆମେ କିଛି କରିପାରିବା ପାଇଁ ଆମକୁ ନିଜକୁ ପ୍ରେରଣା ଦେବାକୁ ପଡ଼ିବ ଓ ନିଶ୍ଚୟ ଆଗକୁ ଆମେ ନିଜେ ବଢ଼ିପାରିବା। ନହେଲେ ଜୀବନରେ ନା ପ୍ରତ୍ୟେକ ମୁହୂର୍ତ୍ତରେ ହାରିବା ପାଇଁ ନିଜକୁ ଡର ରହିବ ଓ ନିଶ୍ଚୟ ସେ ଡର ପାଇଁ କିଛି ବି ଆମେ କରିପାରିବା ନାହିଁ। ପ୍ରତି ମୁହୂର୍ତ୍ତରେ ପ୍ରତ୍ୟେକ ଦିନ କିଛି ନା ଭଲ କାମ କରି ଆମ ଜୀବନକୁ ବଦଳାଇବା ପାଇଁ ଚେଷ୍ଟା କରିବା ଓ ଜୀବନରେ ପ୍ରତି ମୁହୂର୍ତ୍ତ କିଛି ପାଇବାର ଆଶା ରଖି ଆଉ ସମୟକୁ ଭଲ ବ୍ୟବହାର କରି ଆମେ ନିଶ୍ଚୟ ଜୀବନରେ ଆଗକୁ ବଢ଼ିବା। ନିଶ୍ଚୟ ଆଗକୁ ବଢ଼ିପାରିବା। ନହେଲେ ଜୀବନ ଆମେ ଏହିପରି ରହିଯିବା। ସତରେ ଏହିପରି ରହିଯିବା।